ଠାକୁରଙ୍କ ପୂଜା ପାଇଁ ଅଗାଧୁଆ ଫୁଲ ତୋଳୁଛନ୍ତି କି? ରାତିରୁ ଫୁଲ କଢ଼ ତୋଳି ରଖୁଛନ୍ତି କି? କାହା ବାଡ଼ିରୁ ଫୁଲ ଚୋରି କରି ଠାକୁରଙ୍କ ପୂଜାରେ ଲଗାଉଛନ୍ତି କି? ଶୋଇଥିବା ବସ୍ତ୍ରରେ କିମ୍ବା ଚପଲ ପିନ୍ଧି ଫୁଲ ତୋଳୁଛନ୍ତି କି? ହୋଇଯାନ୍ତୁ ସାବଧାନ, ଏପରି କଲେ ଘଟେ ଭୟଙ୍କର ଘଟଣା। ଫୁଲ ହେଉଛି ପ୍ରକୃତିର ଏକ ସୁନ୍ଦର ଦାନ। ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଓ ଭଗବାନଙ୍କ କୃପା ପାଇବାକୁ ପ୍ରତ୍ୟେକ ବ୍ୟକ୍ତି ଫୁଲ, ତୁଳସୀ, ବେଲପତ୍ର ଇତ୍ୟାଦି ତୋଳିଥାନ୍ତି ଓ ଭଗବାନଙ୍କୁ ଅର୍ପଣ କରିଥାନ୍ତି। ଏହି ସବୁକୁ ନୀତି ନିୟମରେ ନ କରିଲେ ଈଶ୍ୱର ପ୍ରସନ୍ନ ହୋଇନଥାନ୍ତି। ଆମର ସବୁ ପୂଜା ଅର୍ଚ୍ଚନା ବ୍ୟର୍ଥ ହୋଇଯାଏ ଓ ପାପ ହେବା ସହିତ ଘୋର ବିପଦ ମାଡ଼ି ଆସିଥାଏ। ଆଜି ଆମେ ଜାଣିବା ଫୁଲ ତୋଳିବାର କିଛି ନିୟମ ବିଷୟରେ। ଅନେକ ସମୟରେ ଦେଖାଯାଏ ପରିବାରର ଲୋକେ ଅଗାଧୁଆ ଫୁଲ ତୋଳିଥାନ୍ତି, ହେଲେ ଜାଣିଛନ୍ତି କି ଅଗାଧୁଆ ଠାକୁରଙ୍କ ପାଇଁ ଫୁଲ ତୋଳି ଆଣିଲେ ତାହା ଭଗବାନ ଗ୍ରହଣ କରିନଥାନ୍ତି। ଏମିତିରେ ଅନେକ ମୁନି ଋଷି ମାନେ କହିଛନ୍ତି ଫୁଲ ଅଗାଧୁଆ ତୋଳିବା ଉଚିତ ଓ ଅନେକ କହିଛନ୍ତି ଫୁଲ ଗାଧେଇବା ପରେ ତୋଳିବା ଉଚିତ ହୋଇଥାଏ। ଫୁଲର ଅଭାବ କାରଣରୁ କିଛି ଲୋକେ ଭୋର ସମୟରେ ଅଗାଧୁଆ ଫୁଲ ତୋଳିଥାନ୍ତି, ହେଲେ ଅଗାଧୁଆ ଫୁଲ ତୋଳିଲେ ଭୟଙ୍କର ପାପର ଭାଗୀ ହେବେ। ଗାଁ ହେଉ କି ସହର, ସବୁ ସ୍ଥାନରେ ଫୁଲର ଅଭାବ ରହିଛି, ଯେଉଁଥିପାଇଁ ରାତିରୁ ଲୋକେ ଫୁଲ କଢ଼ ଚୋରି କରି ଆଣି ପାଣିରେ ପକାଇ ଦେଇଥାନ୍ତି ଆଉ ସେହି ଫୁଲକୁ ଭଗବାନଙ୍କୁ ଅର୍ପଣ କରିଥାନ୍ତି। ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ଥରେ ଏହି ଭିଡିଓ ଉପରେ ଆପଣ ନଜର ପକାନ୍ତୁ। ଫୁଲ ହେଉଛି ଏପରି ଏକ ସୁନ୍ଦର ଜିନିଷ ଯାହା ଭଗବାନଙ୍କର ଖୁବ୍ ପ୍ରିୟ। ଆଉ ଫୁଲ ଏପରି ଏକ ବରଦାନ ପାଇଛି ଯେ ସେ ଭଗବାନଙ୍କ ଶୋଭା ବୃଦ୍ଧି କରାଇଥାଏ, ଯାହା ଫଳରେ ଜଣେ ଭକ୍ତ ଭଗବାନଙ୍କୁ ହୃଦୟରୁ ଫୁଲ ଚଢ଼ାଇଲେ ଅନେକ ପୁଣ୍ୟ ଅର୍ଜନ କରିବା ସହିତ ପାପ ମଧ୍ୟ କ୍ଷୟ ହୋଇଯାଇଥାଏ। ହେଲେ ଆପଣ ଜାଣି ଚକିତ ହେବେ ଯେ ଫୁଲ ତୋଳିବା ସମୟରେ ଲୋକେ କିଛି ଜିନିଷ ପ୍ରତି ଧ୍ୟାନ ଦେଇନଥାନ୍ତି, ଆଉ ଯାହା ଫଳରେ ଅନେକ ଅଘଟଣ ଘଟି ଯାଇଥାଏ। ସାମାନ୍ୟ ଭୁଲ ପାଇଁ ଭଗବାନ କ୍ରୋଧିତ ହୋଇଥାନ୍ତି, ଯେପରି ଅଗାଧୁଆ ଫୁଲ ତୋଳିବା, ଫୁଲ ଚୋରି କରିବା, ଚପଲ ପିନ୍ଧି ଫୁଲ ତୋଳିବା ଓ ଫୁଲ କଢ଼ ଚୋରି କରି ଭଗବାନଙ୍କୁ ଚଢ଼ାଇବା। ଯଦିଓ ଫୁଲ ଅଗାଧୁଆ ତୋଳା ଯାଇପାରିବ, ହେଲେ ତା ପାଇଁ କିଛି ସମୟ ଅଛି। କିନ୍ତୁ ଯେଉଁମାନେ ରାତି ଅଧରୁ କଢ଼ ଆଣି ପାଣିରେ ଭିଜାଇ ରଖି ଭଗବାନଙ୍କୁ ଅର୍ପଣ କରିଥାନ୍ତି, ସେହି ଫୁଲ ଭଗବାନ କେବେ ବି ଗ୍ରହଣ କରିନଥାନ୍ତି। କାରଣ ଫୁଲ ଗଛରେ ଫୁଟିବା ପୂର୍ବରୁ ତାକୁ ତୋଳିବା ଦ୍ୱାରା ଭଗବାନ କ୍ରୋଧିତ ହୋଇଥାନ୍ତି। ସେହିଭଳି ଚପଲ ପିନ୍ଧି ଫୁଲ ତୋଳିବା ଅନୁଚିତ ହୋଇଥାଏ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫୁଲ କେବେ ବି ଅନ୍ୟର ବାଡ଼ିରୁ ଚୋରି କରନ୍ତୁ ନାହିଁ। ଭଗବାନ କେବେ ବି ଚୋରି ଜିନିଷକୁ ଗ୍ରହଣ କରିନଥାନ୍ତି। ଯଦି ଆପଣ କେବେ ଫୁଲ ଚୋରି କରନ୍ତି, ତେବେ ସେହି ଫୁଲକୁ ଭଗବାନ କଦାପି ଗ୍ରହଣ କରନ୍ତି ନାହିଁ ଏବଂ ଆପଣଙ୍କ ଉପରେ ଚୋରର ପାପ ଲାଗିଥାଏ। ଏହା ଛଡ଼ା ଶାସ୍ତ୍ର ଅନୁଯାୟୀ ଫୁଲ କେବେ ଚୋରି କରିବା ଆଣିବା ଉଚିତ ନୁହେଁ, ଏହା ଶାସ୍ତ୍ର ବିରୋଧୀ ଅଟେ। ଅଗାଧୁଆ ମଧ୍ୟ ଜଣେ ବ୍ୟକ୍ତି ଫୁଲ ତୋଳି ପାରିବେ, କିନ୍ତୁ ଏହା ପୂର୍ବରୁ ହାତ ପାଦ ଧୋଇବା ସହ ଧୁଆ ବସ୍ତ୍ର ପିନ୍ଧିବା ଉଚିତ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହା ଛଡ଼ା ଶୁଦ୍ଧିକ୍ରିୟା, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟପରାଗ ସମୟରେ ଅଗାଧୁଆ ଫୁଲ ତୋଳିବା ଉଚିତ ନୁହେଁ, କାରଣ ଫୁଲ ଦିନକ ପରେ ବାସି ହୋଇଯାଏ। କେବଳ 2ଟି ଫୁଲକୁ ପୂର୍ବ ଦିନ ତୋଳିକି ରଖିହେବ, ଗୋଟିଏ ସୁନ ଚମ୍ପା ଓ ଅନ୍ୟଟି ପଦ୍ମ ଫୁଲ। ଏହି ଫୁଲ ମଉଳି ଥାଏ କିନ୍ତୁ ବାସି ହୁଏ ନାହିଁ ଓ ଏହା ପୂଜା ଯୋଗ୍ୟ ହୋଇଥାଏ। ଫୁଲକୁ ପାଣି ସିଞ୍ଚନ କରି ଭଗବାନଙ୍କୁ ଅର୍ପଣ କରିବା ଉଚିତ। ଫୁଲରେ ଧୂଳି ଲାଗିଲେ ଏହାକୁ ଧୋଇ ଅର୍ପଣ କରିହେବ। ରବିବାର ଓ ସଂକ୍ରାନ୍ତିରେ ଫୁଲ ଅଗାଧୁଆ ତୋଳିବା ଉଚିତ ନୁହେଁ। ତୁଳସୀ ପତ୍ର ରବିବାର ଓ ସଂକ୍ରାନ୍ତିରେ ତୋଳିବା ଉଚିତ ନୁହେଁ। ଅଗାଧୁଆ ତୁଳସୀ ପତ୍ର ତୋଳିବା ଉଚିତ ନୁହେଁ। ତୁଳସୀକୁ ନଖ ଲଗାଇବା ବା ନଖରେ ଛିଣ୍ଡାଇବା ଉଚିତ ନୁହେଁ। ତୁଳସୀକୁ ଚପଲ ଓ ଅଶୁଦ୍ଧ ବସ୍ତ୍ର ପିନ୍ଧି ତୋଳିବା ଅନୁଚିତ। ଯଦି ଆପଣ ଏହି ନିୟମ ନ ମାନନ୍ତି, ତେବେ ଅନେକ ଅଶୁଭ ଘଟଣା ଘଟିଥାଏ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।